थोड़ी उड़ीसा हाव तुम के पास उधर भगवान आर मैं पराने तिकल मना दामे कुछ किना मैं मिनती सरन साउते तुम के भगवान मुर्मू तबे अब जिते समय हम अपना दोआ के हुए रहता हूँ ये जे हुई गाड़ी तला का बुझे हेलो अरे आसुन तुम्हें निचको पेन क्वालिटी हो जो नीचे हेलो गाइज गुड मॉर्निंग शुभ सकाल समस्त को केमती अच्छा आशा कर बहुत बहुत थे सो गाइज आम आसलु आज माने फरुचु गत कल आसलु भुआसुणी कुकुड़ा जोड़ी ना मुद्रा जोड़ी प्रोग्राम थिला राति प्रोग्राम टे अलग प्रकार होता जे बट बसाटा देला को झुम झुम हो गला गत काली डेट्रे सब गुड़ा प्रोग्राम थिला किसी दिन तो प्रोग्राम सरीगला चाष कम गुड़ा आरंभ हो बिलर धान फान चाष आरंभ हो तला फला पकेवा से दिन मुझे देखती कहार ब्लॉग से पिलाटा ब्लॉग कर रज उपलक्षे किसी दुटा दुटा तीन हो सब वर्षा सीजन बेंगल पटे तो ए धान चाष हम ना तो वर्षा नहीं चाष बढ़िया लगला टिकट प्रोग्राम जहाँ भी हो प्रोग्राम तो प्रोग्राम साउंड ठीक ठाक नौले किसी लोक मैंने खुशी हवा दरकार से ही आर्टिस्ट बड़ मूल्यवान कथा मुझे सकाल दृश्य टे देखी दूसरे बुआसुणी बुरुबंगा बढ़िया फेमस फेमस जगह अच्छी पड़े वर्षा दूचे भी सकाल सकाल सो गाय देख पारे सकाल सकाल ये कौन होता गत काली बोधे गाड़ी फाड़ी कुटी देती जहाँ लगुच 02 এই গাড়িটা আগটা কেচা হয়েছে ভয়ঙ্কর হয়েছে আক্সিডেন্ট हाँ आउ देखिपे गोटे मौसी ना पिउसी जड़े हे सकाल सकाल चारा चारा कौन तला गछ गुड़ा जगह ना छेली गोरु चढ़ई गुड़ा खाईदे बस हेलो मौसी आ 5-6 वर्ष पूर्व ये रास्ता बहुत खराब थिला 2 वर्ष पूर्व रास्ता भल चकाचक टे मंत्री मंत्री गुड़ा बन बोधे आउपटे हूँ पहाड़ अच्छी बहुत सुंदर बढ़िया नुआ नुआ पत्र बाहर बहुत सुंदर देखा महेश भाई आसते राति से कैमेरा करते देखा स्टूडियोटा ये अच्छी ब्लैक डी स्टूडियो बुआसुणी ये बुआसुणी हूँ 4 किलोमीटर आम ये जाऊँ बांगरी बसी आउ शामसुंदरपुर से रास्ता एपटे भी लेफ्ट साइड को जाइए कौन कहती कौन से कारण गोपालपुर पचपटे तो बाल्डिया डैम अच्छी बढ़िया बढ़िया लोकेशन अच्छे एपटे भी आम मयूरभंज भर्ती लोकेशन आ देख पारे सकाल सकाल युवा मिले सब आड़े सकाल पानी आनिक आसवे किए गोरु गुड़ा को नहीं बांध टाउन से जिनसा मिलनी ये देखु
ସକାଳୁ ସକାଳୁ ଆସିକି ଏଠି ଖତା ହେଉଛନ୍ତି। ଆଉ ଜଙ୍ଗଲ ଯେତେ ଜଙ୍ଗଲ ପାଖ ସେତେ କୁଲ୍ ଲାଗେ ଜିନିଷଟା, ମାଇଣ୍ଡଟା ପୁରା କୁଲ୍ ଲାଗେ, ପୁରା ବିନ୍ଦାସ୍ ଲାଗେ। ଆଉ ତମକୁ କେମିତି ଲାଗେ ଜଙ୍ଗଲରେ? ଧରା ଯାଉ ତମକୁ ରଖା ହବ ଜଙ୍ଗଲରେ, ତ ନୁହଁ, ଜଙ୍ଗଲ ପାଖାପାଖି ଘର ଥିବ ଆଉ ଟାୱାର ନଥିବ, ଆଉ ଖାଇବା ପିଇବା ସଫିସିଏଣ୍ଟ ଦିଆଯିବ, ଆଉ ରହିପାରିବ କି ନାହିଁ? ଖାଇବାରେ ମୋତେ ମ୍ୟାଟର କରେନି। ଆଉ ମୁଁ ଥରେ ଖାଇଲେ ବି ଚଳିବ, ଖାଇବା ପିଇବାରେ ଟାୱାର ପାଉଥିବା ଦରକାର। ଟାୱାର ପାଇବନି କହିଲେ ପରା। କଣ୍ଟାକ୍ଟ କରି ହେଉଥିବା ଦରକାର। ହଁ ସେମିତି ବେଳେ ବେଳେ ଫୋନ୍ ଆସିବ। କାହାକୁ ଫୋନ୍ କରିବି ନା ନାଇଁ, କାହାକୁ କଣ୍ଟାକ୍ଟ କରିବି ନା ଟାୱାର ଯେ ପାଇବ, ହେଲେ ପୁରା ହେଭି ଭଳିଆ ପାଇବନି, ଯାହା କଲ୍ ଯିବା ଆସିବା ହେଇପାରିବ। ନେଟ୍ ଯେ ଏତେ ଚାଲିବନି, କାଁ ଭାଁ ଚାଲିବ ଟିକେ ଟିକେ, ହବ, ରହିପାରିବ। ତ ସାଙ୍ଗମାନେ ସେ ରହିପାରିବନି। ଏଇଟା ହେଉଛି ଜଗନ୍ନାଥପୁର ବସଷ୍ଟାଣ୍ଡ। କୁକୁଡ଼ା ଗୁଡ଼ା ରାବୁଛନ୍ତି। ଏଠି ଗୋଟେ ସ୍କୁଲ ଅଛି ସାଙ୍ଗମାନେ, ଏଇ ସ୍କୁଲର ନାଁ ହେଉଛି ହଷ୍ଟେଲ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥପୁର। ଆଉ ଏଠି ଷ୍ଟାଚ୍ୟୁ ଅଛି ସିଧୁ କାହ୍ନୁ, ଫ୍ରିଡମ୍ ଫାଇଟର ଆଦିବାସୀର। ଜଙ୍ଗଲଟା କେତେ ନିଆରା ଲାଗୁଛି, ୱାଓ, ରହିବା ପାଇଁ ଇଚ୍ଛା ହେଉଛି। ଖାଲି ଇଣ୍ଟରନେଟ୍ଟା ଟିକେ ଥାଉ। ତମକୁ ବହୁତ ଇଣ୍ଟରନେଟ୍ କେତେ ଦରକାର ହେଉଛି ତାହେଲେ? ହ୍ୟାବିଟ୍ ଇଜ୍। ଆଗରୁ ଆମେ ଲଣ୍ଠନ ଫଣ୍ଟନରେ ପାଠ ପଢ଼ୁଥିଲ ତମେ? ଆମେ ଲଣ୍ଠନ ଡିବିରିରେ ପଢ଼ୁଥିଲୁ, କିରାସିନ ତେଲ ଆଣିକି ସେଇ କ'ଣ କୁହନ୍ତି ଇଏରେ ଦିଅନ୍ତି, ଡିଲର ମାନେ ଦିଅନ୍ତି, ସେଇଠି ଆଣିକି ଆସୁଥିଲୁ। ତମର ବାରିପଦାରେ ଥିଲା, ଆମର ଗାଁର ଥିଲାନି। ଏବେ ବି ଗାଁ ଗାଁରେ ଲାଇନ୍ ନାହିଁ, ବୁଝିଲ? ବହୁତ ଜାଗାରେ ଲାଇନ୍ ନାହିଁ। ଏଇ ଦେଖ ଜଙ୍ଗଲ ଉପରେ ବି ଘର ବନେଇଛନ୍ତି। ସେଇଠି ଆଉ କିଛି ନାହିଁ, ସେଇଟା ନୂଆ ଘରଟା। ଘରଟା ଭଡ଼ା ଦେଇଥାଉ, ଇଏ ରହିବ ଏଠି। ପଛଆଡ଼େ ଆମର ବୟ ଅଛି, ଗୀତ ଗାଉଥିଲା, ତାର 2 ଥର ଗାଁରେ ଅଟକି ଯାଇଥିଲା ଗୀତଟା। ଅଟକି ଯାଇଥିଲା? ଟ୍ରାକ୍। ମୁଁ ଶୋଇ ଯାଇଥିଲି, କେମିତି ଅଟକିଗଲା? ଏଇଠି ସୁନ୍ଦର ସୁନ୍ଦର ପୋଖରୀ ଅଛି, ନଈ ଅଛି, ଝରଣାର ରାବ। କବରଟା ଖୋଲି ନଦେଲେ ଖେଟ ଖେଟ କରୁଥିଲା, ସେମିତି ମୁଁ ଗାଉଥିଲି ପୁରା ମନେ। ଆଉ ଗଲା ଥର ଆମେ ଏଇଠି ଆସିଥିଲୁ, ଏଇଠି କିଛି ଭିଡ଼ିଓ ବନେଇଥିଲୁ। ମହେଶ ଭାଇ ପାଖକୁ ଆସିଥିଲୁ ଯେତେବେଳେ ଆମର ଯେଉଁଟା ସର୍ଟ ମୁଭି ସୁଟ୍ ଚାଲିଥିଲା, ସେଇଟା ଏଡ଼ିଟିଂ ପାଇଁ ଆସିଥିଲୁ। ୱାଓ, ଦେଖୁଛ କେମିତି ବଢ଼ିଆ ଦେଖାଯାଉଛି। ଏମିତି ଜଙ୍ଗଲରେ ଏକୁଟିଆ କେବେ ଆସିଛ? ଏକୁଟିଆ କି କରତେ ଆସିବି? ନା ନା କହୁଛି, ଆସିଛ ନା ନାହିଁ? ଆସିବାର ଆସିଛି, କିନ୍ତୁ ଏକୁଟିଆ କି କରିବି? ଏକୁଟିଆ ଆସିନ? ସ୍କୁଟିରେ ଆସି ଯାଇନ ସେ ପ୍ରତାପପୁର ଜଙ୍ଗଲଟା? ଏଇ ଦେଖନ୍ତୁ ସାଙ୍ଗମାନେ, ଜଙ୍ଗଲଟା କେତେ ସୁନ୍ଦର ଦେଖାଯାଉଛି। ଏଇ ଦେଖନ୍ତୁ ପ୍ରାକୃତିକ ସୌନ୍ଦର୍ଯ୍ୟ, ଏଇ ଜିନିଷ ମିଳିବନି ଟାଉନରେ। ଏମିତି ଟାଲି ଘର କେବେ ଦେଖିଛନ୍ତି ଆପଣମାନେ? ୱାଓ, ବୟ କିଛି କହ ଅଡ଼ିଏନ୍ସ ମାନଙ୍କୁ, ତ ସାଙ୍ଗସାଥି ମାନଙ୍କୁ କିଛି କହ। କହିବୁନି? ସେ ରାଗି ଯାଇଛି ସକାଳୁ ସକାଳୁ।
ଆଉ କିଛି ସମୟ ପରେ ଆମେ ପହଞ୍ଚିଯିବା ଭୁଆଶୁଣି ଛକ। ଆମ୍ବ ଫଳିଛି ସାଙ୍ଗମାନେ, ଆମ୍ବ ଏଇ ଦେଖନ୍ତୁ। ୱାଓ ଭେରି ନାଇସ୍। ଏଠି ଗୋମାତା ଗୋରୁମାନେ ଯାଉଛନ୍ତି ସକାଳୁ ସକାଳୁ ଚରିବା ପାଇଁ। ରଜ ଗୀତ ଗୋଟେ ଗାଅ। ଯେମିତି ଜାଣିଛୁ ସେମିତି ଗାଅ। ଜାଣିନୁ? ବନସ୍ତେ ଡାକିଲେ କେମିତି ତାପରେ ମୁଁ ଜାଣିନି। ଆସିଛି ରେ ରଜ, ଆସିଛି ରଜ ନାରେ। ଏ ଦେଖନ୍ତୁ ସାଙ୍ଗମାନେ ମନ୍ଦିରଟା ବନା ହେଉଛି, କମ୍ପ୍ଲିଟ୍ ହେଇନି। ଏଇଟା ହେଉଛି ଭୁଆଶୁଣି ଛକ, ଏଇପଟେ ହେଉଛି ମହେଶ ଭାଇଙ୍କ ଘର ଲେଫ୍ଟ ସାଇଡ୍। ଆଉ ଆମେ ଯିବା ଏଇଠୁ ରାଇଟ୍କୁ। 15 କିଲୋମିଟର। ଏଇଠୁ ବାଙ୍ଗିରି ବସି ହେଉଛି 15 କିଲୋମିଟର। ତାହେଲେ ଆମେ ଯଦି ଯାଇଥିଲେ ସେଟା ଆଉ 5 କିଲୋମିଟର, ମାନେ 20 କିଲୋମିଟର ଯାଇଥିଲା। ଏଇଟା ହେଉଛି ଆମର ଶ୍ୟାମଳ ସାରଙ୍କ ଘର, ଲେକ୍ଚର ଯିଏ ଅଛନ୍ତି କଲେଜରେ, ଏଲ୍କେ କଲେଜରେ। ସୁଦାମ ମାରାଣ୍ଡିଙ୍କ ଘର ବି ଏପଟେ ଅଛି, ମୁଁ ଜାଣିନି କେଉଁଆଡ଼େ। ଏଇଟା ମନ୍ଦିର ଗୋଟେ ଦେଖନ୍ତୁ, ଏଇଟା ଜାହାରଗାଁ ବୋଧେ, ଜାହାରଗାଁ ତ। ହଉ ଚାଲନ୍ତୁ ସାଙ୍ଗମାନେ, ଏମିତି ଦେଖେଇଲି ଭୁଆଶୁଣିର କିଛି ନଜାରା। ଆଉ ଏଠି ପାହାଡ଼ ପୂଜା ହୁଏ ମକର ପରେ ପରେ, ବହୁତ ମାତ୍ରାରେ ଭିଡ଼ ହୁଅନ୍ତି। ଆଉ ଆପଣମାନେ ବି ଆସିବେ, ଆଉ ଦେଖିକି ଯିବେ, ପୂଜା କରିକି ଯିବେ। ଟାଇମ୍ ପାଇଲେ ଆସିବେ ବୁଲାବୁଲି ପାଇଁ। ଏପଟେ କଥା ରହିଲା ମତାଛୁଇଁ। ସକାଳୁ ସକାଳୁ ଏଠି ଏବେ ସେଠି କୋଲ୍ଡ ଡ୍ରିଙ୍କସ୍ ମିଳୁଛି ସକାଳୁ ସକାଳୁ, ବର୍ଷାରେ ବି। ଯେମିତି ଚା ସକାଳୁ ମିଳେ, କୋଲ୍ଡ ଡ୍ରିଙ୍କସ୍ ବି ସକାଳୁ ମିଳେ। ଏଇ ଦେଖନ୍ତୁ କେତେ ଉପରେ ଗରମ କରିଛନ୍ତି। ଫାଉଣ୍ଡେସନଟା ତଳେ ଦେଖନ୍ତୁ କେତେ ତଳେ ଦେଇଛନ୍ତି। ଆରେ ତଳେ ବି ତାଙ୍କ ଘର ଥିବ, ସେଠୁ ଆଉ ଟିକେ ତାଳି ଥିବେ ତଳେ ଭିତରକୁ। ସାଙ୍ଗମାନେ ଏପଟେ ମୁଁ ପିଲାବେଳେ ମାନେ ହାଇସ୍କୁଲ ପଢ଼ିବା ସମୟରେ, ହାଇସ୍କୁଲ ନୁହଁ +2 ପରେ ପରେ ବୋଧେ, ଅଟୋ ନେଇକି ଆସିଥିଲି। ଆମର ଗାଡ଼ି ଥିଲା ତ, ଗାଡ଼ି ନେଇକି ଆସିଥିଲୁ ଏପଟେ, ବଢ଼ିଆରେ ଆସିଥିଲୁ। ଆଉ ଆମେ ଏଇପଟେ ଆସିଥିଲୁ, ସେତେବେଳେ ଏମିତି କିଛି ରାସ୍ତା ନଥିଲା, ବହୁତ ଖରାପ ରାସ୍ତା, ମାନେ ଚଲେଇବା ପାଇଁ ବି ଇଚ୍ଛା ହେବନି, ବୋରିଂ ଲାଗିଯିବ। ଆଉ ଏଟା ଗଲା ସିମଳା ଛକ, ଆଉ ଏଟା ହେଉଛି ବାଙ୍ଗିରି ବସି। ଠିକ୍ ଅଛି, ଚାଲ। ଆଉ ସେମିତି କିଛି ଇଣ୍ଟରେଷ୍ଟିଂ ଦେଖିବା ପାଇଁ ଜିନିଷ ନାହିଁ, ପାଇଲେ ମୁଁ ଦେଖେଇବି। ତ ସାଙ୍ଗମାନେ ବର୍ତ୍ତମାନ ଆମେ ପହଞ୍ଚିଛୁ ଚା ଦୋକାନକୁ, ମାନେ ଆମ ଭାଇଙ୍କ ଦୋକାନ ପାଖକୁ। ଦେଇ ଆମକୁ ଚା ସକାଳୁ ସକାଳୁ ଚା ଦେବେ କି ନାହିଁ ମୁଁ ଜାଣିନି। ତ ରଜ ତ ସରିଗଲାଣି, ରଜ ବାସିରେ ଟିକେ କ'ଣ ମିଳିବ ନା? ମିଳିବ ସବୁ, ରଜ ବାସିରେ ସବୁ ମିଳିବ, କିସ ମିଳିବନି? ଟାଙ୍ଗ ହାଣ୍ଡିରୁ ବଡ଼ ହାଣ୍ଡି ପର୍ଯ୍ୟନ୍ତ ମିଳିବ। ଆଚ୍ଛା, ଦେଇ ରଜ କେମିତି ମାନିଲା? ଭଲ ମାନିଛି। ଭଲ ତ। ସୁକୁରି ପିଠା ବନେଇଥିଲ? ସୁକୁରି ପିଠା ଆମର ବନାନ୍ତିନି। ତୁ କେବେଠୁ ଗଲୁନି ଲୋ ଶାଶୁଘର? ତାର ବାଜିଥିଲା, ମୁଁ କହିଲି ତୁ ମୁଁ ଚାଲି ଯାଇ ଶାଶୁଘର କହିଲେ ମୋର ଯାଉନି, ଯିଏ ପଳଉଛି ବସୁଛି, ମୋର କେତେବେଳେ ଯାଉଛି। ଯୁଗ ବଦଳିଗଲା, ଯୁଗ ବଦଳିଗଲା, ଆଉ ଦିଗ ବି ବଦଳିଗଲା। ଦିଗ ବଦଳିଗଲା, ଦିଗ ତମେ ତ ଏଇ ଦିଗରେ ଯାଉଥିଲ, ଏଇ ଦିଗରେ ଫେର ବୁଲିଲ, ଦିଗ କେବେ ବଦଳିବ? ସେଟା ବି ବଦଳିଯିବ।
ଦିଗ ବି ବଦଳିବ, ଦିନ ବି ବଦଳିବ, ରାତିଟା ରାତି ବି ଦିନ ପରେ ରାତି। अवेलेबल यार हमको दिन दिसम आज बहुत पाखर बेसी दूर आज जाई ना एटी पाखरे लगी जाऊ कौन बारा कुछ नहीं तो बाहर दो कौन खाइल सेंटर पुरोट ए छाड़ 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 गाड़ी आसছে देख पूरा धासी के आसছে